ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ରୂପା ଭାଙ୍ଗିଲା ସବୁ ରେକର୍ଡ। ପ୍ରଥମ ଥର ପାଇଁ 2.5 ଲକ୍ଷ ଡେଇଁଲା ଦର। ଡିସେମ୍ବର 29 ସୋମବାର ରୂପା ଦର ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ସୋମବାର ରୂପା ଦର ପ୍ରାୟ 6% ବଢ଼ିଛି। ଫଳରେ କେଜି ପିଛା ରୂପା ଦର 2,54,174 ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଗୋଟିଏ ଦିନରେ ରୂପା ଦାମ କେଜି ପିଛା 12,000 ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ବିଗତ ସପ୍ତାହରେ ରୂପା ଦର ପ୍ରାୟ 15% ବଢ଼ିଛି। ଏହା ପୂର୍ବରୁ ଶୁକ୍ରବାର କେଜି ପିଛା ରୂପା ଦର 2,42,000 ଟଙ୍କା ରହିଥିଲା। ପରବର୍ତ୍ତୀ ଖବର, ଧାନ ପଞ୍ଜୀକରଣ ସମୟରେ ଜମି ବିବାଦରେ ମିଛ ତଥ୍ୟ ଦେଇଥିଲେ ହୋଇଯାଆନ୍ତୁ ସାବଧାନ। ଯୋଗାଣ ଓ ସମବାୟ ବିଭାଗ ନୋଟିସ୍ କରିପାରେ। ସାଟେଲାଇଟ୍ ସର୍ଭେ ମାଧ୍ୟମରେ ଧରାପଡ଼ିଛି ସାଂଘାତିକ କେଳେଙ୍କାରୀ। ଅଣଚାଷ ଜମିକୁ ଚାଷ ଜମି ଦର୍ଶାଇଛନ୍ତି ଚାଷୀ। ଏବେ ଏହି ଭୂତ ଚାଷୀଙ୍କୁ ଧରିବା ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ନିର୍ଦ୍ଦେଶ ଦେଇଛି। ଏ ସଂକ୍ରାନ୍ତ ପ୍ରସ୍ତାବ ଉପରେ ବି ଅନ୍ତଃ ମନ୍ତ୍ରୀ ସ୍ତରୀୟ ବୈଠକରେ ମିଳିସାରିଛି ଅନୁମୋଦନ। ପରବର୍ତ୍ତୀ ଖବର, ଇଂରାଜୀ ନବବର୍ଷ 2026ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ, ସେଥିପାଇଁ ନୀତି ନିର୍ଘଣ୍ଟ ପରିବର୍ତ୍ତନ କରାଯାଇଛି। ଡିସେମ୍ବର 31 ତାରିଖ ରାତି 11ଟାରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ହେବ। ନବବର୍ଷର ପ୍ରଥମ ଦିନ ଅର୍ଥାତ୍ ଜାନୁଆରୀ 1 ତାରିଖ ପାଇଁ ରାତି 2ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟାଯିବ। ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଡିସେମ୍ବର 31 ଓ ଜାନୁଆରୀ 1 ତାରିଖ 2 ଦିନ ଧରି ଭକ୍ତମାନେ କେବଳ ବାହାର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ ଏବଂ ଅନ୍ୟ 3ଟି ଦ୍ୱାର ଦେଇ ବାହାରକୁ ପ୍ରସ୍ଥାନ କରିବେ। ପରବର୍ତ୍ତୀ ଖବର, ଆସନ୍ତା ସୋମବାର ଜାନୁଆରୀ 5 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ 10 ଘଟିକାରୁ ୟୁନିଟ୍ 2 ଅଶୋକନଗର, ଭୁବନେଶ୍ୱରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣାଣି କରିବେ। ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ୍ ପଞ୍ଜୀକରଣ ଡିସେମ୍ବର 31 ତାରିଖ ପୂର୍ବାହ୍ନ 11ଟା ଠାରୁ ଆରମ୍ଭ ହୋଇ ସର୍ବାଧିକ 10,000 ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା ରହିବ। ଏଥିନିମନ୍ତେ ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେସନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ। ପରବର୍ତ୍ତୀ ଖବର, ଅଫଲାଇନରେ ପୈଠ ହେଲା ଇ-ଚାଲାଣ। ଗାଡ଼ିରେ ପଲ୍ୟୁସନ ସାର୍ଟିଫିକେଟ୍ ନଥିଲେ ଫାଇନ୍ ଗଣିବେ। ଏ ନିୟମ ଆସିବା ପରଠାରୁ ଲୋକେ ପଲ୍ୟୁସନ ପାଇଁ ଧାଡ଼ି ଲଗାଇଲେ, କିନ୍ତୁ କଥା ହେଲା ପୂର୍ବରୁ ଫାଇନ୍ ଥିଲେ ନୂଆ ସାର୍ଟିଫିକେଟ୍ ହେବ ନାହିଁ। ଏମିତିରେ ସରକାରୀ ନିୟମ ମୁତାବକ ଆଜିଠାରୁ ଅନଲାଇନ୍ ସହ ଅଫଲାଇନରେ ବି ଆରମ୍ଭ ହୋଇଛି ଫାଇନ୍ ଆଦାୟ। ତେବେ ଅଫଲାଇନରେ ଫାଇନ୍ ଜମା କରିବାକୁ ପ୍ରଥମ ଦିନରେ ସେମିତି ଆଗ୍ରହ ଦେଖିବାକୁ ମିଳିନାହିଁ। ଅନ୍ୟପଟେ ପରିବହନ ମନ୍ତ୍ରୀ କହିଛନ୍ତି ନିୟମ କଡ଼ା ହେବା ପକ୍କା। ଗାଡ଼ି ମାଲିକ ପଲ୍ୟୁସନ ସହ ଇନ୍ସୁରାନ୍ସ ଓ ଗ୍ରୀନ୍ ଷ୍ଟିକର ଲଗାଇବା ବାଧ୍ୟତାମୂଳକ। ପରବର୍ତ୍ତୀ ଖବର, ରାସ୍ତା କଡ଼ରେ ସେଲିବ୍ରେସନ ମନା। ନୂଆ ବର୍ଷ ପାଳନ ପାଇଁ ସବୁଠି ଉତ୍ସାହ ଥିବା ବେଳେ ପୋଲିସ ଜାରି କରିଛି ନିର୍ଦ୍ଦେଶନାମା। ଟ୍ୱିନ୍ ସିଟି କଟକ ଭୁବନେଶ୍ୱରରେ ଜିରୋ ନାଇଟ୍ ସେଲିବ୍ରେସନ ବେଳେ କମିଶନରେଟ୍ ପୋଲିସର ନିୟମ ମାନିବାକୁ ପଡ଼ିବ। ଖିଲାପ କଲେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ। ଏଥିପାଇଁ ପୋଲିସ 5 ଜୋନ୍ରେ ଭିନ୍ନ ଭିନ୍ନ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛି। ଜିରୋ ନାଇଟ୍ ପାଳନ ସମୟରେ କମିଶନରେଟ୍ ପୋଲିସ ଆଇନ ଶୃଙ୍ଖଳା ପରିସ୍ଥିତି ସହ ଟ୍ରାଫିକ ପରିଚାଳନାକୁ ମଧ୍ୟ ଧ୍ୟାନ ଦେବେ। ପରବର୍ତ୍ତୀ ଖବର, ଘରେ ଘରେ ଲାଗିବ ସ୍ମାର୍ଟ ମିଟର। ଏମିତି ନିଷ୍ପତ୍ତି ନେଇ ସରକାର
ଲଗାଇ ସାରିଲେଣି ପ୍ରାୟ 13 ଲକ୍ଷ ସ୍ମାର୍ଟ ମିଟର। ପୁରୁଣା ମିଟର ବାହାର କରି ନୂଆ ସ୍ମାର୍ଟ ମିଟର ଲଗାଇଛି ଟାଟା ପାୱାର। ସ୍ମାର୍ଟ ମିଟର ପ୍ରିପେଡ୍ ଲଗାଇବେ କି ପୋଷ୍ଟପେଡ୍ ତାହା ଉପଭୋକ୍ତାଙ୍କ ନିଜସ୍ୱ ମତ। କେଉଁ କମ୍ପାନୀର ମିଟର ଲଗାଯିବ ତାହାକୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଅନୁମତି ଦେଇଛନ୍ତି ନା ନାହିଁ ଏକଥା ଉପଭୋକ୍ତା ଜାଣିବେ କେମିତି? ଉପଭୋକ୍ତା ସଂଘ କହିଛି ଲୋକଙ୍କ ଅଧିକାରର ହନନ ଚାଲିଛି। ଓଡ଼ିଶାରେ ମିଟର ଯାଞ୍ଚ ପାଇଁ କୌଣସି ଲ୍ୟାବ୍ ନାହିଁ। ଏବେ ଏହାକୁ କିଏ କେଉଁଠି ଟେଷ୍ଟିଂ କରୁଛନ୍ତି ସେ କଥା କର୍ତ୍ତୃପକ୍ଷ ଆଗ କୁହନ୍ତୁ। ପରବର୍ତ୍ତୀ ଖବର ନୂଆ ବର୍ଷରେ ବନ୍ଦ ରହିବ ସ୍ୱିଗି ଜୋମାଟୋ। ଘରେ ବସି ବସି ଖାଇବା ଅର୍ଡର କରିବା ବହୁତ ସହଜ ହୋଇଗଲାଣି। ଯାହା ବି ଅର୍ଡର କଲେ ସାଙ୍ଗେ ସାଙ୍ଗେ ଆସି ଘରେ ପହଞ୍ଚି ଯାଉଛି। ତେବେ ଆଗକୁ ଆସୁଛି ନୂଆ ବର୍ଷ। ଆପଣ ଭାବୁଥିବେ ଯେ ଏଥର ନୂଆ ବର୍ଷରେ କିଛି ଘରେ ତିଆରି ନ କରି ଅର୍ଡର କରି ଖାଇଦେବାକୁ, କିନ୍ତୁ ଏଥର ଏହା ହୋଇପାରିବ ନାହିଁ। ନୂଆ ବର୍ଷରେ ବନ୍ଦ ରହିବ ସ୍ୱିଗି ଓ ଜୋମାଟୋ। ପରବର୍ତ୍ତୀ ଖବର ଶୀତକୁ ନେଇ ପାଣିପାଗ ଦେଲା ବଡ଼ ସୂଚନା। ପାଣିପାଗ ବିଭାଗର କହିବା ଅନୁଯାୟୀ ଆଗାମୀ 2 ଦିନ ଯାଏଁ ଏଇ ଶୀତ ଲାଗି ରହିବ। ଏମିତିକି ନୂଆ ବର୍ଷ ଯାଏଁ ମଧ୍ୟ ଏଭଳି ହାଡ଼ଭଙ୍ଗା ଶୀତ ଜାରି ରହିବ। ଏବେ ଓଡ଼ିଶାର 10ରୁ ଅଧିକ ସହରରେ ତାପମାତ୍ରା 10 ଡିଗ୍ରୀରୁ କମ୍ ରହିଛି। ନୂଆ ବର୍ଷ ପରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ, ଅର୍ଥାତ୍ ଅତି ବେଶୀ ହେଲେ 11ରୁ 12 ଡିଗ୍ରୀ ରହିବ ରାତି ତାପମାତ୍ରା। ତାପରେ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ପରବର୍ତ୍ତୀ ଖବର ବଡ଼ ଯୁଦ୍ଧ ପାଇଁ ତୟାର ଭାରତ। ଶତ୍ରୁଙ୍କୁ ଦମନ କରିବା ପାଇଁ ପ୍ରସ୍ତୁତ ହେଉଛି ଭାରତ। ବଡ଼ ଯୁଦ୍ଧ ପାଇଁ ତୟାର ହୋଇସାରିଲାଣି ଦେଶ। ଆହୁରି ବଢ଼ିବ ଭାରତୀୟ ସେନାର ଶକ୍ତି। ଶତ୍ରୁ ଦେଶଙ୍କୁ କଡ଼ା ଜବାବ ଦେବ ଭାରତ। 3 ସେନା ପାଇଁ 69,000 କୋଟି ଟଙ୍କାର ପ୍ରତିରକ୍ଷା କ୍ରୟ ପ୍ରସ୍ତାବକୁ ସ୍ୱୀକୃତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିବେଶ ବା DAC ବୈଠକରେ ପ୍ରତିରକ୍ଷା ଡିଲ୍ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହି କ୍ରୟ ଭାରତର ସୈନ୍ୟ ପ୍ରସ୍ତୁତି ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ପରବର୍ତ୍ତୀ ଖବର ବାଂଲାଦେଶୀଙ୍କୁ ଅମିତ ଶାହାଙ୍କ ବଡ଼ ଚେତାବନୀ। ବାଛି ବାଛି ଦେଶରୁ ବାହାର କରାଯିବ। ଆସାମରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ବେଆଇନ ଅନୁପ୍ରବେଶ କେବଳ ଏକ ଅଞ୍ଚଳର ସମସ୍ୟା ନୁହେଁ, ବରଂ ଏହା ସମଗ୍ର ଦେଶର ସୁରକ୍ଷା ପ୍ରତି ଏକ ବଡ଼ ବିପଦ। ଅନୁପ୍ରବେଶକାରୀମାନେ ଭାରତୀୟ ନାଗରିକଙ୍କ ଅଧିକାର ଏବଂ ସମ୍ବଳକୁ ଅକ୍ତିଆର କରୁଛନ୍ତି। କେନ୍ଦ୍ର ସରକାର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଦେଶରୁ ବାହାର କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପରବର୍ତ୍ତୀ ଖବର ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଅଭିନେତା ଥାଲାପତି ବିଜୟ ଅଭିନେତାରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଶନିବାର ମାଲେସିଆରେ ବିନୋଦଙ୍କ ଫିଲ୍ମ ଜନ ନାୟକନର ଅଡିଓ ଲଞ୍ଚ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ବିଜୟ। ତେଣୁ ଜନ ନାୟକନ 51 ବର୍ଷୀୟ ଥାଲାପତି ବିଜୟଙ୍କ ଶେଷ ଫିଲ୍ମ ହେବ। ଏହାପରେ ସେ ପୂରାପୂରି ରାଜନୀତି ଉପରେ ଫୋକସ୍ କରିବାକୁ ସ୍ପଷ୍ଟ କରିଛନ୍ତି। ବବି ଦେଓଲ, ପୂଜା ହେଗଡେ, ଗୌତମ ବାସୁଦେବ ମେନନ ଏବଂ ପ୍ରିୟମଣିଙ୍କ ଅଭିନେତା କେଭିଏନ୍ ପ୍ରଡକ୍ସନର ଫିଲ୍ମ ଜନନାୟକନ 9 ଜାନୁଆରୀ 2026ରେ ସିନେମା ହଲରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ପରବର୍ତ୍ତୀ ଖବର ବିଜେଡି ନେତାଙ୍କୁ ନବୀନ ଭରସା। ବିଜୁବାବୁଙ୍କ ପରେ ନବୀନ ପଟ୍ଟନାୟକଙ୍କ ନାଁ ନେଇ ଦୀର୍ଘ ବର୍ଷ ଧରି କ୍ଷମତାରେ ରହିଲା ବିଜେଡି। ଓଡ଼ିଶାବାସୀ ଆକୁଣ୍ଠ ସମର୍ଥନ ଦେଲେ। ନେତା ବିଧାନସଭାକୁ ଗଲେ, ବିଧାୟକ ହେଲେ, ମନ୍ତ୍ରୀ ବି ହେଲେ, ସାଂସଦ ବନିଲେ, ତଥାପି ଆଜି ପର୍ଯ୍ୟନ୍ତ ନିଜ ଉପରେ ଭରସା କରିପାରିଲେନି। ଏବେ ବି ନବୀନଙ୍କ ନାଁରେ ପୁଣି ପାରି ହେବାକୁ ଚାଲିଛି ପ୍ରତିଯୋଗିତା।